ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଅଷ୍ଟମ ଶତାବ୍ଦୀର ଦାର୍ଶନିକ ଆଦି ଶଙ୍କରାଚାର୍ଯ୍ୟ ଜଣେ ଭାରତୀୟ ବୈଦିକ ବିଦ୍ୱାନ ତଥା ଅଦ୍ୱୈତ ବେଦାନ୍ତର ଶିକ୍ଷକ ବା ଆଚାର୍ଯ୍ୟ ଥିଲେ। ସେ ଉପନିଷଦ, ଭଗବଦ୍ ଗୀତା ସମେତ ବିବେକ ଚୂଡ଼ାମଣି ଏବଂ ଆତ୍ମବୋଧ ଭଳି ଅନେକ ମୂଳ ଲେଖା ଲେଖିଥିଲେ, ଯାହା ହିନ୍ଦୁ ଦର୍ଶନ ଉପରେ ପ୍ରଭାବ ପକାଇଥିଲା। ଧାର୍ମିକ ଏବଂ ସାଂସ୍କୃତିକ ଅବନତି ସମୟରେ ସେ ହିନ୍ଦୁ ଧର୍ମକୁ ପୁନର୍ଜୀବିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଦି ଶଙ୍କରାଚାର୍ଯ୍ୟ ସମଗ୍ର ଭାରତରେ ଭ୍ରମଣ କରି ଆଧ୍ୟାତ୍ମିକ ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲେ। ତୀର୍ଥସ୍ଥାନର ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ତଥା କେଦାରନାଥ ଏବଂ ବଦ୍ରିନାଥ ସମେତ ମନ୍ଦିରଗୁଡ଼ିକର ପୁନରୁତ୍ଥାନର ଶ୍ରେୟ ତାଙ୍କୁ ଦିଆଯାଇଛି। ରହୁଛି, ଦେଖା ହବ ଆଗାମୀ ଭିଡ଼ିଓରେ। ନମସ୍କାର।